ଅଛନ୍ତି ଆମ ସିଆରସିସି ସାର୍ ସବୁ ମାସ ଆସୁଛନ୍ତି ନା ତମ ପାଖକୁ? ହଁ, ବିପିନ ବିହାରୀ ଦାସ ସାର୍ ଆମ ପାଖରେ ଅଛନ୍ତି। ତେଣୁ ତାଙ୍କ ଅଧ୍ୟକ୍ଷତାରେ ଆମେ କଣ କରୁଛନ୍ତି, ପ୍ରତି ମାସ ଯୋଗ ସବୁ କରୁଛନ୍ତି, ପ୍ରାଣାୟାମ କରୁଛନ୍ତି। ବୁଝି ହଉଛି ନା ନାହିଁ? ଆଉ ଆମ ବଗିଚାର କେମିତି ଉନ୍ନତି ହବ, ଆଉ ଆମର କିଚେନ ଗାର୍ଡେନ ଯୋଉଟା କୋଉଟା ଆମର ପରିବା ଗଛ ଯୋଉ ସବୁ ଲଗା ହେଇଛି ତାର ଉନ୍ନତି କେମିତି ହବ, ସେଇ ବିଷୟରେ ଆମେ ସାର୍ ପାଖରୁ ସବୁ ଶିଖୁଛନ୍ତି। ରହିବା ପାଇଁ। ଆଚ୍ଛା, ଖାଲି ଖାଇଲେ କଣ ସୁସ୍ଥ ହେଇଯିବା ନା? ତା ସହିତ କିଛି ବି ଆଉ କିଛି ଦରକାର ନା ଦରକାର ନା? ଗୋଟେ କଥା ହଉଛି, ଆମେ ଖାଲି ଖାଇଲେ ହବନି, ଆମେ ଯୋଉଟା ଖାଉଛେ ସେଇଟା ଆମର ଠିକ ହଜମ ହଉଛି କି ନାହିଁ ସେଟା ବି ଜାଣିବା ଦରକାର ନା ଦରକାର ନା? ଆମେ ମନେକର ପେଟ ପୁରା ବହୁତ ଖାଇଦବା, ଭାତ, ମାଛ, ମାଂସ, ଅଣ୍ଡା, ମାନେ ତରକାରୀ, ଶାଗ, ଡାଲି ସବୁ ଖାଇଦବା, କିନ୍ତୁ ହଜମ କରିପାରୁନଥିବା, କଣ ହବ? ଦେହ ସେଇଠୁ ଅସୁସ୍ଥ ହବ। ଅସୁସ୍ଥ ହବ, ପେଟ ବଥା କରିବ, ବାନ୍ତି ହବ, ସେ ଝାଡା ହବ, ଏମିତି ହବ ନା ହବନି? ତେଣୁ ମୁଖ୍ୟ କଥା କଣ, ଆମେ ଯେତିକି ଖାଇବା ସେତିକି ହଜମ କରିପାରୁଥିବା ଦରକାର, ହଁ କି ନା? ଆଉ ଦ୍ୱିତୀୟ କଥା ହଉଛି, ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଖାଦ୍ୟ ଖାଉଛେ, ହଁ କି ନା? ଆମେ ପ୍ରତିଦିନ କଣ ଗୋଟେ ପ୍ରକାର ଖାଦ୍ୟ ଖାଉଛେ କି? ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଉଛେ। ତମ ବିଦ୍ୟାଳୟରେ ବି ଆମର ଯୋଉ ସପ୍ତାହକ 7 ଦିନ, ତା ଭିତରୁ ରବିବାର ଛୁଟି ଦିନ ଗଲା, ହଁ କି ନା? ତାପରେ ସୋମବାର ପାଖରୁ ମଙ୍ଗଳବାର ଯାଏ ମେନୁ ଅନୁସାରେ ତୁମକୁ ଖାଦ୍ୟ ଦିଆହଉଛି ନା ଦିଆହଉନି? ହଁ କି ନା? ସୋମବାର ଦିନ ତମକୁ କଣ ଦିଆହଉଛି? ଅଣ୍ଡା। ଅଣ୍ଡା ତା ସହିତ କଣ? ଆଳୁ ତରକାରୀ, ତା ସହିତ ଭାତ ଦିଆଯାଉଛି, ହଁ କି ନା? ମଙ୍ଗଳବାର ବଡି ସହିତ ପରିବାର ତରକାରୀ, ତା ସହିତ ଭାତ ଦିଆଯାଉଛି, ହଁ କି ନା? ତା ସହିତ ଆଉ ଏକ୍ସଟ୍ରା ଗୋଟେ କଣ ଦିଆହଉଛି? ମାଣ୍ଡିଆ ଲଡୁ। ଭେରି ଗୁଡ, ମାଣ୍ଡିଆ ଲଡୁ ଦିଆଯାଉଛି। ତାପରେ ବୁଧବାର ଦିନ କଣ ଦିଆହଉଛି? ଭେରି ଗୁଡ, ତମେ ସମସ୍ତେ ଜାଣିଛ, ହଁ କି ନା? ତେଣୁ ପ୍ରଥମେ ଆମେ ବଞ୍ଚିବା ପାଇଁ ଖାଦ୍ୟ ଦରକାର, ହଁ କି ନା? ତାପରେ ବାସଗୃହ ଦରକାର, ହଁ କି ନା? ଠିକ ନା ଠିକ ନୁହେଁ? ତେଣୁ ଆମେ ଖାଦ୍ୟ ଖାଉଛେ ଶରୀରକୁ ସୁସ୍ଥ ରଖିବା ପାଇଁ, ହଁ କି ନା? ମନକୁ ସୁସ୍ଥ ରଖିବା ପାଇଁ କଣ ଦରକାର? ଯଦି ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଦରକାର, ଆମ ଶରୀର ଠିକ ରହିବ, ସୁସ୍ଥ ରହିବ, ଆମ ଦେହରେ ବଳ ରହିବ, ଶକ୍ତି ରହିବ, ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରିବା। କିନ୍ତୁ ଶରୀର ସୁସ୍ଥ ହେଇଗଲା, ମନ, ହୃଦୟ, ଆତ୍ମାକୁ ଆକୁ ସୁସ୍ଥ ରଖିବା ପାଇଁ କଣ ଦରକାର? ଯୋଗ। କଣ ଯୋଗ କହିଲେ? ଠିକ ଅଛି, ଯୋଗ ଠିକ କଥା କହିଲ, ପୁରା ଠିକ କହିଲ, ଯୋଗ ଦରକାର। ଯୋଗଟା କଣ କିଏ କହିପାରିବ? ଯେ ଭୁଲ ଭୁଲ ହେଲେ ଚଳିବ, ଭୁଲ କହିଲେ ଠିକଟା କହିବ। ବୁଝି ହଉଛି ନା? ତମ ଜୀବନରେ ଭେରି ଗୁଡ। ବସ, ସିଏ କହିଲେ ମନ ଏବଂ ହୃଦୟକୁ ସୁସ୍ଥ ରଖିବା ପାଇଁ ଆମେ ଶରୀର ମାଧ୍ୟମରେ ବା ଯେଉଁ ଶାରୀରିକ କାର୍ଯ୍ୟ କରୁ ତାହାକୁ ଯୋଗ କୁହାଯାଏ, ହଁ କି ନା?
ବୁଝି ଦୁଇ ପତା ମଧ୍ୟରେ ଏଇ ଜାଗାରେ କି ସ୍ଥିର ରଖନ୍ତି। ଜିଭକୁ ଏଇ ଯୋଉ ଆମେ ଏମିତି ଜିଭ ରଖିଛେ ଏଇ ଜିଭଟାକୁ ଉପରକୁ ଟେକିକି ମାନେ ଏଇ ତଣ୍ଟି ପାଖକୁ ନେଇକି ସ୍ଥିରରେ ବସନ୍ତି। ବସିକି ତାପରେ ଆମେ ଧ୍ୟାନ କରନ୍ତି। ଧ୍ୟାନ କାହିଁକି କରନ୍ତି? ମନକୁ ସ୍ଥିର ରଖିବା ପାଇଁ। ପ୍ରଥମେ ଏଇ ଧ୍ୟାନଟା କଣ ହୁଏ? ଆମକୁ କଷ୍ଟ ହୁଏ। ଏ କଥା ବି ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହିଛନ୍ତି ଏଇ ଯୁଗ ମାଧ୍ୟମରେ। କିନ୍ତୁ ଅର୍ଜୁନ ତାକୁ ପଚାରୁଛନ୍ତି ହେ ପ୍ରଭୁ, ମନକୁ ମାନେ ସ୍ଥିର ରଖିବା ବହୁତ କଠିନ କାର୍ଯ୍ୟ। ଇଏ ଆପଣଙ୍କର ଯିଏ ଯୋଉ ଆମର ଯୋଉ ଘୋଡା ଯୋଉ ରହିଛି ଉତ୍କ୍ଷିପ୍ତ ଘୋଡା ପରି ଇଏ ସବୁବେଳେ ନିମିଷକ ମଧ୍ୟରେ ମାନେ କୋଉଠିକି ପଳଉଛି, ଦୂର ସ୍ଥାନକୁ ଗମନ କରି ଯାଉଛି। ତାକୁ କେମିତି ସ୍ଥିର ରଖିହବ? ସିଏ ସେଇଠୁ ଭଗବାନ ଶ୍ରୀକୃଷ୍ଣ ବା ଭଗବାନ କହିଛନ୍ତି ଏଇ ମନ ଅସ୍ଥିର, ଏ ମନ ସବୁବେଳେ କ୍ଷିପ୍ରଗାମୀ। କ୍ଷିପ୍ର ମାନେ ସବୁବେଳେ ଏଣିକି ତେଣିକି ଯାଉଛି, କ୍ଷିପ୍ରଗାମୀ। କିନ୍ତୁ ଆକୁ ଯଦି ଅଭ୍ୟାସ କରାଯିବ ଇଏ ନିଶ୍ଚିତ ସ୍ଥିର ହେଇକି ରହିବ ଏବଂ ମନ ସ୍ଥିର ହେଲେ ତୁମେ ମାନେ ଯାହା ଚାହିଁବ ବା ଯୋଉ କାର୍ଯ୍ୟ ଚାହିଁବ ସେଇ କାର୍ଯ୍ୟ ତୁମେ ହାସଲ କରିପାରିବ। ବାସନା ଅଛି ସେଠୁ ଆମ ମନକୁ ଦୂରେଇ ଆଣି କଣ କରିବା? ଆମେ ଗୋଟେ ଜାଗାରେ ରଖିବା, ଅର୍ଥାତ୍ ଏଠି ଚିତ୍ତକୁ ନିରୋଧ କରିବା, ଅର୍ଥାତ୍ ଗୋଟେ ଜାଗାରେ ରଖିବା। ସେ ଯୋଉ ସବୁଆଡେ ପଳଉଛି ତାକୁ ପ୍ରଥମେ କଣ ସବୁ ପଦ୍ମାସନରେ ରୁହ କିମ୍ବା ସୁଖାସନରେ। ସୁଖାସନ ଟା କୋଉଟା? ଡାହାଣ ଗୋଡଟା ବାମ ଗୋଡ ଉପରେ ପାଦରେ ଉପରେ ରହିବ, ବା ଯଦି ପଦ୍ମାସନ କରିବ ଦିଟା ଗୋଡ ଏମିତି ରଖିବ, ଯିଏ ଯୋଉ ଭଳିଆ କରିପାରିବ ଆଉ ହେଲା। ତାପରେ ଆମେ ଆଙ୍ଗୁଳି ଦିଟାକୁ ଏମିତି କରିକି ବୁଢା ଆଙ୍ଗୁଳି ଆଉ ଏ ଆଙ୍ଗୁଳି ଦେଇକି ଆଗକୁ ରଖ, ଦେଇକି ପ୍ରଥମେ ଭସ୍ତ୍ରିକା କରିବା। କଣ କରିବା? ପ୍ରଶ୍ୱାସ ନେବା ଛାଡିବା ହେଲା। ହଉ, ଆଖି ବନ୍ଦ କରିବ, ପ୍ରଶ୍ୱାସ ଧୀରେ ନବ, ଜୋର ଜବରଦସ୍ତ ନବନି, ମେରୁଦଣ୍ଡ ସିଧା ରଖ, କର। এইଭଳିଆ ଆମେ କେତେ ମିନିଟ କରିବା? 5 ମିନିଟ କରିବା। କେତେ ସମୟ କରୁଛ? ଘରେ ସବୁ ସକାଳେ କରୁଛ ତ? ସକାଳେ ଭସ୍ତ୍ରିକା କରିବ। ତେଣୁ ଶରୀର ସୁସ୍ଥ ରହିବା ସହିତ ସାର୍ କଣ କହିଲେ? ଆମ ମନ ପରମାତ୍ମା ସହିତ ମିଶିବ। ତେଣୁ ଯଦି ମନ ସ୍ଥିର ହେଇଯିବ ପରମାତ୍ମା ସହିତ ଯାଇକି ମିଶିବ, ନହେଲେ ମିଶିବ ନାହିଁ। এইଭଳିଆ 5 ମିନିଟ କରିବା ଭସ୍ତ୍ରିକା। ତାପରେ ଆମେ କଣ କରନ୍ତି? କପାଳ ଭାତି, ନୁହଁ କି? ତେଣୁ ପ୍ରଶ୍ୱାସ ନବା, ପେଟକୁ ଆଗ ପଛ କରିବା ହେଲା। ପ୍ରଶ୍ୱାସ ଲମ୍ବା ପ୍ରଶ୍ୱାସ ନବା। এইଭଳିଆ 5 ମିନିଟ କରିବା। କେତେ ମିନିଟ କରିବା? 5 ରୁ 10 ମିନିଟ ଆମେ କରିବା। କେତେ ମିନିଟ? 5 ରୁ 10 ମିନିଟ ଭସ୍ତ୍ରିକା। ତାପରେ କଣ କରିବା? ଏଟା କପାଳ ଭାତି ଗଲା। ତାପରେ ଆମେ କରିବା ଅନୁଲୋମ ବିଲୋମ ହେଲା। ଅନୁଲୋମ ବିଲୋମ କେମିତି? ହାତକୁ ସିଧା ରଖ, ଡାହାଣ ହାତକୁ ଡାହାଣ ନାକ ଉପରେ ରଖିକି ପ୍ରଶ୍ୱାସ ବାମ ନାକରେ ନବା, ଦେଇକି ଡାହାଣ ନାକରେ ଛାଡିବା। ଆଗ ଦେଖ। এইটা ଆମେ 5 ରୁ 15 ମିନିଟ ପର୍ଯ୍ୟନ୍ତ କରିବା। କେତେ ମିନିଟ କରିବା? ଯାହାର ଶ୍ୱାସ ଜନିତ ରୋଗ ଥିବ ସେ ତା ନିଶ୍ଚିତ ଏଟା ଦୂର ହବ ହେଲା। ଯୋଉ ଯାହାକୁ ଥଣ୍ଡା ବେଶୀ ହଉଛି, ଯଦି ପ୍ରତିଦିନ କରିବା ଆମେ ତାକୁ ଥଣ୍ଡା ଦୂର ହବ ଏବଂ କଣ ହେବ? ସୁସ୍ଥ ରହିବା ଆମେ। ଆଉ ଉପରେ ଦିଟା କପାଳ ଉପରେ ଦିଟା ଆଙ୍ଗୁଳି ଖାଲି ରହିବ ସିଧାରେ, ଦେଇକି ପ୍ରଶ୍ୱାସ ନେବା, ପାଟି ଖୋଲିବାନି, ଓଂ ଉଚ୍ଚାରଣ କରିବା। এইভଳିଆ 5 ଥର କରିବା। ଜ୍ଞାନ ମୁଦ୍ରା ରଖ। ଏଇ ଭ୍ରମରି କଲେ ତମର ସ୍ମରଣ ଶକ୍ତି ବଢିବା ସହିତ ଏକାଗ୍ରତା ଭାବ ଆସିବ। ଯୋଉ ପାଠ ହଉନି କହୁଛ, ମନେ ରହୁନି, ଏଇଟାକୁ ଯଦି ପ୍ରତିଦିନ କରିବ ସକାଳେ ସନ୍ଧ୍ୟାରେ, ପାଠ ନିଶ୍ଚିତ ମନେ ରହିବ। ଏବେ ହାତ ଖୋଲ, ତଳକୁ ଦିଅ, ଜ୍ଞାନ ମୁଦ୍ରାରେ ରଖ, ପ୍ରଶ୍ୱାସ ନବା, ଓಂ ଉଚ୍ଚାରଣ କରିବା। ଉଚ୍ଚାରଣ କରିବା, ଯେତେବେଳେ ସରି ସରି ଆସିବ ପାଟି ବନ୍ଦ ହେଇ ହେଇ ଆସିବ। ଏଇଭଳିଆ 3 ଥର କରିବା। ଓ
आखि कहीं खोलनी हाथ ऊपर को दब दुई हाथ को घस घसब देख मुहरे लगाओ एतिके थिला हमर 5टा प्राणायाम थिला एबे गोड़ सीधा करदब टिके सूक्ष्म आसन भी करि परिबो जोटा गोड़ टिके हल्लेबो एमती एमती घुराओ धीरे धीरे पाटी नहीं